ଥରେ ଘରେ କେହି ନଥିବା ସମୟରେ ମୋ ଦିଅର କିପରି ମୋତେ ଘିନି ପୁରା ମୋ ଅବସ୍ଥାକୁ ଖରାପ କରିଦେଇଥିଲେ ଏବଂ ମୋ ଦେହରୁ ରକ୍ତ ବାହାର କରିଦେଇଥିଲେ, ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ এই ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରୀତି। ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଆଁ ଗିହି ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଟିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ କହୁଛି ମୁଁ ସେ ଘଟଣାଟିକୁ, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୋ ସ୍ୱାମୀ ବାହାରେ ରୁହନ୍ତି। ଆମେ ଘରେ ମୋ ଦିଅର, ମୁଁ ଏବଂ ଶାଶୁ ଏବଂ ଶ୍ୱଶୁର, ଆମେ ଏହି 4 ଜଣ ରହୁ। ମୋ ସ୍ୱାମୀ ଯେହେତୁ ବାହାରେ ରୁହନ୍ତି, ସେ ମଝିରେ ମଝିରେ ଘରକୁ ଆସନ୍ତି, କିନ୍ତୁ ମୁଁ ତାଙ୍କ ପାଇଁ ବହୁତ କଷ୍ଟ ପାଏ। କାରଣ ମୁଁ ବହୁତ ବେଧି, ମୋତେ ଘିଆଁ ଖାଇବାକୁ ପ୍ରବଳ ଇଚ୍ଛା ହୁଏ। ସଦାବେଳେ ମୋତେ ଘିଆଁ ଖାଇବାକୁ ଇଚ୍ଛା ହୁଏ, କିନ୍ତୁ ସ୍ୱାମୀ ଘର ପାଖରେ ନଥିବା ଯୋଗୁଁ ମୁଁ ଘିଆଁ ଘିଁ କରିପାରେ ନାହିଁ। ତେଣୁ ମୁଁ ବହୁତ କଷ୍ଟରେ ରାତିରେ ଶୁଏ। କେବେ କେବେ ମୁଁ କ'ଣ କରେ ନା, ଆଇନା ଆଗରେ ଲଙ୍ଗଳା ହୋଇଯାଏ ଏବଂ ମୋର ଉଛୁଳା ଯୌବନକୁ ମୁଁ ସେଇ ଆଇନା ଦ୍ୱାରା ଦେଖେ। ଦୁଧରେ ହାତ ବୁଲାଏ, ଦିଆରେ ଆଙ୍ଗୁଠି ଖେଞ୍ଚେ, ଏହିପରି କରେ। କିନ୍ତୁ ମୁଁ କେବେ କାହାରି ପାଖରୁ, ମୋ ସ୍ୱାମୀ ବ୍ୟତୀତ ଅନ୍ୟ କାହାରି ପାଖରୁ ଘିଆଁ ଖାଇନଥିଲି। ଏଇ ଯେଉଁ ଦିନର ଘଟଣାଟି କହୁଛି, ସେଦିନ ମୋ ଶ୍ୱଶୁର ଏବଂ ଶାଶୁ ବାହାରକୁ ଯାଇଥିଲେ। ସେମାନେ ହଠାତ୍ ଫୋନ୍ କରି କହିଲେ ଯେ ଆମେ ଆଜି ଘରକୁ ଫେରିପାରିବୁ ନାହିଁ। ତେଣୁ ଦିଅର ସନ୍ଧ୍ୟାବେଳେ କୁଆଡ଼େ ଯାଇଥିଲେ। ସେ ପାଖାପାଖି ରାତି 10ଟା ହେବ ଆସିଲେ। କିନ୍ତୁ ସେ ମଧ୍ୟ ମୋତେ ସନ୍ଧ୍ୟାବେଳେ ଫୋନ୍ କରି କହିଥିଲେ, ଭାଉଜ ଆଜି ଏମିତି ଗୋଟେ ଆମର ପାର୍ଟି ହେଉଛି, ଆଉ ମୁଁ ଘରେ ଖାଇବି ନାହିଁ, ତେଣୁ ତୁମେ ଖାଇକି ଶୋଇପଡ଼ିବ, ଆଉ ମୁଁ ଟିକେ ଯିବି, ଲେଟ୍ ହେବ। ତେଣୁ ମୁଁ ମଧ୍ୟ ସେମିତି ଆଉ କିଛି ରୋଷେଇବାସ କରିନଥିଲି। ଯାହା ଯେମିତି ଘରେ ଥିଲା ତାହାରିକୁ ଖାଇଦେଇ ମୁଁ ମଧ୍ୟ 9:30 10ଟା ପାଖାପାଖି ହେବ ଶୋଇପଡ଼ିଲି। ସେତେବେଳେ ପର୍ଯ୍ୟନ୍ତ ଦିଅର ଆସିନଥିଲେ। ପାଖାପାଖି ରାତି 11ଟା କି 11:30 ହେବ ଆମ ଘର କଲିଂ ବେଲ୍ ବାଜିଲା। ତେଣୁ ମୁଁ ଜାଣିନେଲି ଯେ ଦିଅର ଆସିଛନ୍ତି। ତେଣୁ ମୁଁ ନିଦରୁ ଚଟକିନା ଉଠିପଡ଼ି କ'ଣ କଲି ନା, କବାଟଟିକୁ ଖୋଲିଦେଲି। ଦିଅର କ'ଣ କରିଛନ୍ତି ନା, ସେଦିନ ପାର୍ଟିରେ ବହୁତ ଡ୍ରିଙ୍କସ୍ କରି ଆସିଛନ୍ତି। ଏତେ ମାତ୍ରାରେ ସେ ଡ୍ରିଙ୍କସ୍ କରିଛନ୍ତି ଯେ ତାଙ୍କ ଗୋଡ଼ ଆଉ ମାଟିରେ ଠିକ୍ ଭାବରେ ପଡ଼ୁନଥିଲା। ତେଣୁ ମୁଁ କ'ଣ କଲି ନା, ତାଙ୍କୁ ଧରି ତାଙ୍କ ଅଣ୍ଟାରେ ଗୋଟିଏ ହାତ ଦେଲି ଏବଂ ତାଙ୍କ ବେକ ପାଖରେ ହାତ ଧରି ମୁଁ ତାଙ୍କ ରୁମ୍କୁ ସେମିତି ନେଇକରି ଗଲି। କିନ୍ତୁ ତାଙ୍କ ଓଜନକୁ ମୁଁ ସହଜରେ ସମ୍ଭାଳି ପାରୁନଥିଲି। ତଥାପି ବହୁତ କଷ୍ଟରେ ମୁଁ କ'ଣ କଲି ନା, ତାଙ୍କୁ ଧରି ଧରି ତାଙ୍କ ବିଛଣା ପର୍ଯ୍ୟନ୍ତ ନେଇଗଲି। ତାପରେ ସେ ବିଛଣାରେ ପଡ଼ିଗଲି। ତାଙ୍କ ଜୋତା ଖୋଲିଦେଲି ଏବଂ ତାଙ୍କର ଡ୍ରେସ୍ଟିକୁ ଟିକେ ସଜାଡ଼ି ଦେଲି। ତ ଯେତେବେଳେ ମୁଁ ତାଙ୍କ ଉପରେ ବେଡ଼ସିଟ୍ଟିକୁ ଘୋଡ଼ାଇବାକୁ ଯାଉଛି, ସେତେବେଳେ ସେ କ'ଣ କଲେ ନା, ଚଟକିନା ମୋ ହାତଟିକୁ ଧରିନେଲେ ଏବଂ ମୋ ହାତଟିକୁ ଧରି ନେଇ ତାଙ୍କ ଉପରକୁ ଟାଣିନେଲେ। ବହୁତ ଶକ୍ତି ତାଙ୍କର। ମୁଁ ଲୋଥ୍ କିନା ଯାଇ ତାଙ୍କ ଉପରେ ପଡ଼ିଗଲି ଏବଂ ତାଙ୍କୁ କହିଲି, ଏସବୁ କ'ଣ ହେଉଛି? ସେ ନିଶାରେ ମୋତେ କହିଲେ, ଭାଉଜ ଆଜି ମୁଁ ତୁମକୁ ଘେହିବି। ମୁଁ ତାଙ୍କର ସେ ଘେହିବା କଥା ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଗଲି। କାରଣ କେବେ ବି ଦିଅର ମୋତେ ଏମିତି ବ୍ୟବହାର କରିନଥିଲେ। ସେ କିନ୍ତୁ କିଛି ଶୁଣିବା ପୋଜିସନ୍ରେ ନଥିଲେ। ସେ କଥା କହୁ କହୁ ସିଧା ମୋ ଦୁଧରେ ମୁହଁ ମାରି ଦେଉଥିଲେ, ମୋ ଜଙ୍ଘରେ ହାତ ମାରି ଦେଉଥିଲେ। ଏହିପରି ଆକ୍ଟିଭିଟି କରୁଥିଲେ ଏବଂ ବାର ବାର କହୁଥିଲେ, ମୋତେ ଆଜି ଘେହିବାକୁ ଦିଅ,
ମୁଁ ତୁମକୁ ଛାଡ଼ିବି ନାହିଁ, ତୁମେ ବହୁତ ସୁନ୍ଦରୀ ଅଛ, ଏମିତି ପ୍ରଳାପ କରୁଥାନ୍ତି ଏବଂ ମୋତେ ମଧ୍ୟ ଜାବୁଡ଼ି ଧରିଥାନ୍ତି। ଏମିତି କିଛି ସମୟ ଟଣା ଉଟରା ହେବା ମଧ୍ୟରେ ମୋର ବି କାହିଁକି କେଜାଣି ଦିଅର ପାଖରୁ ଘିଆଁ ଖାଇବାକୁ ଇଚ୍ଛା ହେଇଗଲା। କାରଣ ମୁଁ ବହୁତ ଦିନ ହେଲା ଘିଆଁ ଖାଇନଥିଲି। ତେଣୁ ଯେତେବେଳେ ସେ ମୋତେ କୁଣ୍ଢେଇ ଧରି ଏମିତି ଟଣା ଉଟରା କଲେ ମୋର ବି ମନ ହେଇଗଲା ଏବଂ ମୁଁ ଆଉ ଧୀରେ ଧୀରେ କ'ଣ କଲି ନା ଆଉ ବିରୋଧ କଲି ନାହିଁ। ସେ ମଧ୍ୟ ଇଚ୍ଛାରେ ଥିଲେ। ତେଣୁ ସେ କ'ଣ କଲେ ନା ମୋର ସମସ୍ତ ପୋଷାକ ମୋ ଦେହରୁ ଖୋଲିଦେଲେ, ମୋତେ ପୁରା ଲଙ୍ଗଳା କରିଦେଲେ ଏବଂ ସେ ବି ନିଜେ ଲଙ୍ଗଳା ହେଇଗଲେ। ସେ ଯେତେବେଳେ ଲଙ୍ଗଳା ହେଇଗଲେ ମୁଁ ତାଙ୍କର ସେଇ ଲମ୍ବା ଭାଣ୍ଡଟିକୁ ଯେତେବେଳେ ଦେଖିଦେଇଛି ମୋର ଅବସ୍ଥା କହିଲେ ନ ସରେ। କାରଣ ମୋ ସ୍ୱାମୀଙ୍କର ଭାଣ୍ଡ ମଧ୍ୟ ଏତେ ଲମ୍ବା ନଥିଲା ବା ଏତେ ମୋଟା ନଥିଲା। ମୁଁ ତ ମନେ ମନେ ଭାବୁଥିଲି ଏଇ ଯେଉଁ ନିଶାରେ ଅଛନ୍ତି, ଯଦି ଏଇ ମୋଟା ଭାଣ୍ଡରେ ମୋତେ ଡେଇଁବେ ତେବେ ମୋ ପିଆ ପୁରା ଫାଟିଯିବ ଏବଂ ରକ୍ତ ବାହାରିଯିବ। ତଥାପି ଘିଆଁ ଖାଇବାର ନିଶା ମୋତେ ମଧ୍ୟ ପ୍ରବଳ ମାତ୍ରାରେ ଆସିଯାଇଥିବା ଯୋଗୁଁ ମୁଁ କ'ଣ କଲି ନା ଆଉ ନିଜକୁ ସଂଯତ କରି ତାଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କଲି। ସେ ପ୍ରଥମେ କ'ଣ କଲେ ନା ମୋର ଦୁଧକୁ ବେଶ କିଛି ସମୟ ଚୁଚୁମିବାକୁ ଲାଗିଲେ ଏବଂ ମୋ ଦେହରେ ଆଙ୍ଗୁଳି ନେଇଥିଲେ। ତାପରେ ମୋତେ ବିଛଣା ଉପରେ ପକାଇ ଦେଇ ତାଙ୍କ ମୁହଁ ନେଇ ମୋ ଦିଆରେ ପୁରା ଚାଟିବାକୁ ଲାଗିଲେ। ଜିଭ ମୋ ବିଆ ଭିତରକୁ ପୂରେଇ ଦେଇ ସେ ନିର୍ଦ୍ଦମ ଭାବରେ ମୋ ବିଆକୁ ଚାଟିଲେ। ଏମିତି ଚାଟାଚାଟି କରୁଥିବା ସମୟରେ ମୋତେ ବହୁତ ମଜା ଲାଗୁଥିଲା। ତାପରେ ସେ ଆଉ ବେଶୀ ସମୟ ଚାଟାଚାଟି ନ କରି ତାଙ୍କର ସେଇ ଲମ୍ବା ଭାଣ୍ଡକୁ ମୋ ବିଆରେ ଭର୍ତ୍ତି କରିଦେଲେ। ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ସେ ଘିଁ ଚାଲିଲେ। ଏତେ ମାତ୍ରାରେ ସେ ନିଶାରେ ଥିଲେ ଯେ ତାଙ୍କ ଗାଣ୍ଡରୁ ରସ ମଧ୍ୟ ବାହାରୁ ନଥିଲା। କିନ୍ତୁ ମୋ ବିଆ ସେତେବେଳକୁ ସମ୍ପୂର୍ଣ୍ଣ ଭାବରେ ଦରଜ ହୋଇସାରିଥିଲା। ମୁଁ ସେତେବେଳେ କେବଳ ଚିଲଉଥିଲି, ଆଉ ନା ମୋତେ ଛାଡ଼ିଦିଅ, ମୋ ବିଆ ଫାଟିଯିବ। କିନ୍ତୁ ସେ କିଛି ବି ଶୁଣିବା ଅବସ୍ଥାରେ ନଥାନ୍ତି। ଖାଲି କହୁଥିଲେ, ଆଜି ମୁଁ ତୁମକୁ ଏମିତି ଡେଇଁବି, ମୋ ଭାଇ ମଧ୍ୟ ତୁମକୁ ଏମିତି କେବେ ଡେଇଁ ନଥିବେ। ଏଇ କଥା କହୁଥାନ୍ତି ଏବଂ ନିର୍ଦ୍ଦମ ଭାବରେ ଡେଉଁଥାନ୍ତି। ଅଧଘଣ୍ଟା ପର୍ଯ୍ୟନ୍ତ ଡେଇଁ ସାରିବା ପରେ ଯେତେବେଳେ ତାଙ୍କ ଭାଣ୍ଡରୁ କିଛି ବି ପାଣି ବାହାରିଲା ନାହିଁ, ସେ ତାପରେ କ'ଣ କଲେ ନା ପୁଣି ମୋ ବିଆକୁ ଚାଟିବାକୁ ଲାଗିଲେ। କିଛି ସମୟ ପୁଣି ଚାଟିଲେ। ତାପରେ କ'ଣ କଲେ, ତଳେ ଶୁଆଇ ଦେଇ ସେ ମୋ ଗାଣ୍ଡି ପଟରୁ ତାଙ୍କର ଭାଣ୍ଡଟିକୁ ମୋ ବିଆ ଭିତରେ ପଶାଇଲେ। ସେଇ ଗାଣ୍ଡି ପଟରୁ ସେ କ'ଣ କଲେ ନା ବହୁତ ସମୟ ଧରି ଡେଇଁ ଚାଲିଲେ। ପୁଣି ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ଡେଇଁଲେ। ମୁଁ ସେତେବେଳକୁ ପୁରା କାନ୍ଦି ପକାଉଥାଏ, କାରଣ ମୋତେ ବହୁତ ଯନ୍ତ୍ରଣା ହେଉଥାଏ। ତାପରେ ସେ କିନ୍ତୁ କ'ଣ କଲେ ନା ତାଙ୍କର ଭାଣ୍ଡଟିକୁ ଆଣି ମୋ ପାଟି ପାଖରେ ରଖିଦେଲେ। ସେ କହିଲେ, ଏହାକୁ ଭଲ ଭାବରେ ତୁମେ ଚୁଷି ଦିଅ। ମୁଁ ମଧ୍ୟ ସେୟା କଲି। ମୁଁ ତାଙ୍କ ଭାଣ୍ଡରେ ମୁହଁ ଲଗାଇ ଦେଇ ତାଙ୍କ ଭାଣ୍ଡକୁ ଚାଟିବାକୁ ଲାଗିଲି। ମୁଁ ଯେତେବେଳେ ତାଙ୍କ ଭାଣ୍ଡକୁ ଛାଟୁଥାଏ, ସେ କ'ଣ କରୁଥିଲେ ନା ମୋ ବିଆ ଭିତରେ ତାଙ୍କର ବୃଦ୍ଧାଙ୍ଗୁଠିକୁ ପଶାଇ ପୁଣି ହଲାଉଥିଲେ। ସେତେବେଳକୁ ମୋ ବିଆରୁ ରକ୍ତ ବାହାରିବା ଆରମ୍ଭ ହୋଇସାରିଥିଲା। ମୁଁ ତାଙ୍କୁ କହିଲି, ତୁମେ ଆଉ ମୋ ବିଆରେ ଲାଗ ନାହିଁ, କାରଣ ମୋ ବିଆର ଅବସ୍ଥା ଆଉ ଭଲ ନାହିଁ। ତୁମେ ଏମିତି ଭାବରେ ମୋତେ ଘେଇଛ ଯେ ମୋର ଅବସ୍ଥା ପୁରା ଖରାପ ହେଇଯାଇଛି। କିନ୍ତୁ ସେ ତ ନିଶାରେ ଅଛି, କ'ଣ କରୁଛି କ'ଣ ନାହିଁ କିଛି ବି ଜାଣିପାରୁନାହିଁ। ତାପରେ ମୁଁ କ'ଣ କଲି ନା ତାଙ୍କୁ ତଳେ ଶୁଆଇ ଦେଲି। ତାଙ୍କୁ ତଳେ ଶୁଆଇ ଦେଇ ତାର ସେଇ ଭାଣ୍ଡ ଉପରେ ଯାଇ ଚଢ଼ି ବସିଲେ ଏବଂ ମୋ ବିଆକୁ ବହୁତ କଷ୍ଟରେ ପୁଣି ତା ଭିତରକୁ ପଶାଇଲେ। ଏଥର ତାକୁ ଘେଇବାକୁ ନ ଦେଇ ମୁଁ ତାକୁ ଘେଇବାକୁ ଲାଗିଲି। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଘେଇ ସାରିଲା ପରେ
ତାର ବାଣ୍ଡରୁ ସବୁ ପାଣି ବାହାରିଗଲା। ଏଥର ସେ ନିସ୍ତେଜ ହେଇଗଲା। ତାପରେ ମୁଁ ମୋର ପୋଷାକ ପତ୍ର ପିନ୍ଧି ମୋ ରୁମ୍କୁ ଚାଲି ଆସିଲି ଏବଂ ଆଇନା ଆଗରେ ଛିଡ଼ା ହୋଇ ଯେତେବେଳେ ମୋର ଶାଢ଼ୀକୁ ଟେକି ଦେଖେ, ସେତେବେଳେ ମୋ ବିଆରୁ ଫଣ୍ଟା ଫଣ୍ଟା ହୋଇ ରକ୍ତ ବାହାରୁଛି। ତେଣୁ ସେଦିନର ଏମିତି ଜ୍ଞା ମୋତେ ସେ ଦେଇଥିଲେ ଯେ ମୋ ବିଆକୁ ପୁରା ଫଟେଇ ଦେଇଥିଲେ। ଲୋକମାନେ ନିଶାରେ ରହିଲେ ଏମିତି ଯେ ଘିଅନ୍ତି, ମୁଁ ସେଇଦିନ ହିଁ ପ୍ରଥମେ ଜାଣିଲି। ଏହାପରେ ସେ ମୋତେ ବହୁତ ଥର ଏମିତି ଘେଇଛନ୍ତି। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଯଦି ମୋ ଭିଡ଼ିଓ ଗୁଡ଼ିକ ଆପଣଙ୍କୁ ଭଲ ଲାଗୁଥାଏ, ତେବେ ଦୟାକରି ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।